ତୁମେ କି ତୃଷିତ କି ପାଇଁ ତୃଷିତ ଆସ ଆସ ଜଳ ନିକଟ ନୁହେଁ ହି ଜଳ ନଦୀ କି କୂପର ଏ ଜୀବନର ଜଳ ଅନନ୍ତ ଜୀବନ ଜଳ ଅନନ୍ତ ଜୀବନ ଜଳ ଅନନ୍ତ ଜୀବନ ଜଳ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟରେ ଯୀଶୁ ପଥଶ୍ରାନ୍ତ ହୋଇ ଗୋଟିଏ କୂପ ନିକଟରେ ବସିଥିବା ଆମେ ଦେଖୁଅଛୁ। ସେତେବେଳେ ଜଣେ ସମୀରଣିଆ ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ସେଠାକୁ ଆସିଲା। ତାହାକୁ ଯୀଶୁ କହିଲେ, ମୋତେ ପିଇବାକୁ ଦିଅ। ସେଠାରେ ସେହି ସ୍ତ୍ରୀର କେତେକ ପ୍ରଶ୍ନର ଉତ୍ତର ଦେଉ ଦେଉ 4 ଅଧ୍ୟାୟର 10 ପଦରେ ଆମେ ଏହିପରି ପାଠ କରୁ, ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯିଏ ତୁମ୍ଭକୁ କହୁଅଛନ୍ତି ସେ କିଏ? ଏହା ଯେବେ ଜାଣିଥାନ୍ତ ତାହେଲେ ତୁମ୍ଭେ ତାହାଙ୍କୁ ମାଗିଥାନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାନ୍ତେ। ଯୀଶୁ ତାହାକୁ ଉତ୍ତର ଦେଇ କହିଲେ, ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣାର ସମ୍ବନ୍ଧରେ କହନ୍ତି ଯେ ଆମେ ଯଦି ତାହାଙ୍କୁ ମାଗିବା ତାହେଲେ ସେ ଆମକୁ ଜୀବନ୍ତ ଜଳ ଦେବେ। ଜୀବନ୍ତ ଜଳ ଅର୍ଥାତ୍ ଅନନ୍ତ ଜୀବନ ଯିଏ ଦେବାକୁ ସମର୍ଥ ସେ ହେଉଛନ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ। କାରଣ ସେ ଈଶ୍ୱରଙ୍କର ଦାନ ପ୍ରାପ୍ତ ପୁଣି ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ସେ ଏହି ଜଗତକୁ ଆସିଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଏହି ଜୀବନ୍ତ ଜଳ ପ୍ରାପ୍ତ ହୋଇପାରେ। ସେହି ଅନନ୍ତ ଜୀବନ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ହିଁ ପ୍ରାପ୍ତ ହୁଏ। ଆମମାନେ 13 ପଦରେ ଏପରି ପାଠ କରୁ, ଯୀଶୁ ତାହାକୁ ଉତ୍ତର ଦେଲେ, ଯିଏ କେହି ଏହି ଜଳ ପାନ କରେ ସେ ପୁନର୍ବାର ତୃଷିତ ହେବ, କିନ୍ତୁ ମୁଁ ଯେଉଁ ଜଳ ଦେବି ତାହା ଯିଏ କେହି ପାନ କରିବ ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଛୁଳି ଉଠୁଥିବ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସକାରୀ ପ୍ରତ୍ୟେକ ବ୍ୟକ୍ତି ତାହାଙ୍କ ଅନୁଗ୍ରହ ହେତୁ ସେହି ଜୀବନ୍ତ ଜଳର ଅଂଶୀ ହୋଇପାରେ। ତାହାଙ୍କଠାରେ ବିଶ୍ୱାସ କରି ଅନନ୍ତକାଳୀନ ଜୀବନ ଅନନ୍ତ ଜୀବନ ଆମ୍ଭେମାନେ ପ୍ରାପ୍ତ ହୋଇପାରୁ। ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଅଧିକ ଜାଣିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ।